हेलो फ्रेंड्स, वेलकम टू माय चैनल विज्ञानी मैम। फ्रेंड्स, मु भाबुछि आपण माने समस्ते बहुत भलरे थिबे। फ्रेंड्स, आज हमर डिस्कशन करबार अछि जहाकि आपण माने बहुत जन रिक्वेस्ट करथिले बार बार जो जियोग्राफी हिस्ट्री क्लास करबा पई। तो फ्रेंड्स, मु आपण मानक पई सब क्लास आनिबी। आतो भी आपण माने टेंशन नियंतु नाही। ଆପଣଙ୍କର ବିଟ୍ ବାଇ ବିଟ୍ ସିଲାବସ୍ ମୁଁ ନିଶ୍ଚୟ କଭର କରିବି। ତ ଫ୍ରେଣ୍ଡସ୍, ଡେଲି ତ ପ୍ରାୟ ଆମେ 2ଟି ଭିଡିଓ ମୁଁ ଆପଣମାନଙ୍କ ପାଇଁ ଅପଲୋଡ କରୁଛି। ଏଣ୍ଡ ମେ ମାସକୁ ମୁଁ ଏପ୍ରିଲ ମାସ 2ଟି ଲେଖାଏଁ ଭିଡିଓ ଆଣୁଛି। ମେ ମାସକୁ ଆପଣମାନଙ୍କ ପାଇଁ ମୁଁ 3ଟି ଲେଖାଏଁ ଭିଡିଓ ନିଶ୍ଚୟ ଆଣିବି। ତ ଆମେ ସିଲାବସକୁ କଭର କରିବା ଏଣ୍ଡ ଭଲ ଭାବେ ରିଭିଜନ କରିବା। ତ ଆଜି ଆମେ ଡିସ୍କସନ କରିବା ଆପଣମାନଙ୍କର ଜିଓଗ୍ରାଫିର ରିସର୍ଚ୍ଚ ସମ୍ବଳକୁ ଆଜି ଆମେ ଭଲ ଭାବେ ଆଲୋଚନା କରିବା। ତ ସମ୍ବଳ କହିଲେ ଫ୍ରେଣ୍ଡସ୍, ଆପଣ କଣ ବୁଝନ୍ତି? ସମ୍ବଳ ଆପଣଙ୍କର ସମ୍ବଳ ଯୋଉ ରହିଛି, ଭୂ ସମ୍ବଳ, ଜଳ ସମ୍ବଳ, ଆପଣଙ୍କର ଖଣିଜ ସମ୍ବଳ, ଶକ୍ତି ସମ୍ବଳ, ସବୁ ଗୁଡିକ ଆମେ ଭଲ ଭାବେ ପଢିବା। ତ ସମ୍ବଳ କହିଲେ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ବ୍ୟବହାର କରୁଥିବା ପଦାର୍ଥ ଗୁଡିକ ହିଁ ସମ୍ବଳ ବା ରିସୋର୍ସ। ଆପଣ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆପଣଙ୍କର ଦୈନନ୍ଦିନ ଜୀବନରେ ଆବଶ୍ୟକତା ପୂରଣ ପାଇଁ ଆପଣ ଯାହା ବି ବ୍ୟବହାର କରୁଛନ୍ତି, ସେ ଲୁଗାପଟା, ବାସନକୁସନ, ଧାନ ଚାଉଳ, ପାନିଆ, ଚେୟାର, ବିଦ୍ୟୁତ ଶକ୍ତି, ସାଇକେଲ, ଆପଣ ଯାହା ବି ବ୍ୟବହାର କରୁଛନ୍ତି ନା, ତାହା ଆପଣଙ୍କର ରିସୋର୍ସ ବା ସମ୍ବଳ। ଫ୍ରେଣ୍ଡସ୍, ଆପଣ ଉପଯୋଗିତା ବା ପ୍ରୟୋଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳରେ ପରିଣତ କରେ। ଆପଣ ଯାହାକୁ ଉପଯୋଗ କରନ୍ତି, ଯାହା ଆପଣଙ୍କର ଆବଶ୍ୟକତା ଅଛି, ଯୋଉଥିରେ ଆପଣଙ୍କର ପ୍ରୟୋଜନ ଅଛି, ସେଇ ଦ୍ରବ୍ୟ ବା ପଦାର୍ଥ ସମ୍ବଳରେ ପରିଣତ ହେଇଯାଏ। କେତେକ ସମ୍ବଳର କିଛି ନା କିଛି ଆର୍ଥିକ ମୂଲ୍ୟ ରହିଛି। ପ୍ରତ୍ୟେକ ସମ୍ବଳର ଧାତବ ପଦାର୍ଥର ଆର୍ଥିକ ମୂଲ୍ୟ ରହିଛି। କେତେକ ପଦାର୍ଥର ଆର୍ଥିକ ମୂଲ୍ୟ ନଥାଏ। ଆପଣ ଲୁଗାପଟା, ବାସନକୁସନ, ଧାନ ଚାଉଳ, ପାନିଆ, ଚେୟାର, ଏଗୁଡିକ ସବୁ ଆର୍ଥିକ ମୂଲ୍ୟ ରହିଛି କି ନାହିଁ? ଏଇ ସବୁ ଜିନିଷକୁ ଆପଣ ପଇସା ଦେଇକି କିଣୁଛନ୍ତି। କିନ୍ତୁ କେତେକ ପଦାର୍ଥର ଆର୍ଥିକ ମୂଲ୍ୟ ନଥାଏ, ଯାହା କିନ୍ତୁ ହଉଛି ସେଗୁଡିକ ମଧ୍ୟ ସମ୍ବଳ। କେଉଁ ଗୁଡିକ? ନା ସୌନ୍ଦର୍ଯ୍ୟପୂର୍ଣ୍ଣ ଭୂମି ରୂପ, ମାର ସ୍ନେହ, ରୋଗୀର ସେବା, ଏଗୁଡିକର ଆର୍ଥିକ ମୂଲ୍ୟ ନାହିଁ, ତଥାପି ଏଗୁଡିକ ହଉଛି ମୂଲ୍ୟବାନ ସମ୍ବଳ। ଆପଣଙ୍କୁ କ୍ୱେଶ୍ଚନ ପଡିବ ଏକ୍ସାମର, ସୌନ୍ଦର୍ଯ୍ୟପୂର୍ଣ୍ଣ ଭୂମି ରୂପ କେଉଁ ସମ୍ବଳ? ମୂଲ୍ୟବାନ ସମ୍ବଳ। ଉଭୟ ପ୍ରକାର ସମ୍ବଳର ଗୁରୁତ୍ୱ ରହିଛି ଏବଂ ଉଭୟ ହିଁ ମଣିଷର ଆବଶ୍ୟକତା ପୂରଣ କରିଥାନ୍ତି। ସମୟ ଓ ପ୍ରଯୁକ୍ତି ବିଦ୍ୟା, ଏ ଯୋଉ ଉଭୟ କହିଲା ଫ୍ରେଣ୍ଡସ୍, ଆପଣଙ୍କର ଆର୍ଥିକ ମୂଲ୍ୟ ଥାଉ କି ନଥାଉ, ଆର୍ଥିକ ମୂଲ୍ୟ ଥିବା ସମ୍ବଳ, ଆର୍ଥିକ ମୂଲ୍ୟ ନଥିବା ସମ୍ବଳ, ଉଭୟ ମଣିଷର ଆବଶ୍ୟକତାକୁ ପୂରଣ କରିଥାନ୍ତି। ସମୟ ଓ ପ୍ରଯୁକ୍ତି ବିଦ୍ୟା କୌଣସି ଦ୍ରବ୍ୟକୁ ସମ୍ବଳରେ ପରିଣତ କରିପାରେ। ସମୟ ଓ ପ୍ରଯୁକ୍ତି ବିଦ୍ୟା ଆପଣଙ୍କର ବର୍ତ୍ତମାନ ଯୋଉ ଜ୍ଞାନ କୌଶଳ ବ୍ୟବହାର କରିକି ଆପଣ କାମ କରୁଛନ୍ତି ବା ଜିନିଷ ପ୍ରସ୍ତୁତ କରୁଛନ୍ତି, ତାକୁ ପ୍ରଯୁକ୍ତି ବିଦ୍ୟା ବୋଲି କୁହାଯାଉଛି। ଦୁଇଟି ଯାକ ମଣିଷର ଆବଶ୍ୟକତା ସହ ସମ୍ପର୍କିତ। ମନୁଷ୍ୟର ପରିକଳ୍ପନା, ଜ୍ଞାନ, ଆବିଷ୍କାର ଓ ଉଦ୍ଭାବନା ହିଁ ନୂତନ ସମ୍ବଳ ସୃଷ୍ଟିର ସହାୟକ ହୋଇଥାଏ। ମଣିଷର ପରିକଳ୍ପନା, ତାର ଜ୍ଞାନ, ସେ ଯୋଉ ଆବିଷ୍କାର କରୁଛି ଓ ଉଦ୍ଭାବନ କରୁଛି, ସେ ସବୁ ନୂତନ ସମ୍ବଳ ସୃଷ୍ଟି କରୁଛି। ଆବିଷ୍କାର ଓ ଉଦ୍ଭାବନ ଫଳରେ ସମ୍ବଳର ବିକାଶ ହେଇଛି। ତ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଅଛି, ପ୍ୟାଟେଣ୍ଟ। କୌଣସି ପରିକଳ୍ପନା ବା ଉଦ୍ଭାବନ ଉପରେ ପୂର୍ଣ୍ଣ ଅଧିକାର ଆଣିବାକୁ ପ୍ୟାଟେଣ୍ଟ କୁହାଯାଏ। କୌଣସି ପରିକଳ୍ପନା ବା ଉଦ୍ଭାବନ ଉପରେ ପୂର୍ଣ୍ଣ ଅଧିକାର ଆଣିବାକୁ ପ୍ୟାଟେଣ୍ଟ କୁହାଯାଏ। ଏଟାକୁ ଭଲ ଭାବେ ଫ୍ରେଣ୍ଡସ୍ ମନେ ରଖିବେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ରହୁଛି, ଲୋକମାନେ ନିଜେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ। ମାନେ ଆପଣ ଯୋଉ ଏବେ ଭିଡିଓ ଦେଖୁଛନ୍ତି, ଆପଣ ନିଜେ ହିଁ ଜଣେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ସମ୍ବଳ, କାହିଁକି ନା ମାନବ ସମ୍ବଳ ମଧ୍ୟ ରହିଛି କି ନାଇଁ, ତ ସେଥିପାଇଁ ଲୋକମାନେ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ। ସଦ୍ୟତମ ଜ୍ଞାନ କୌଶଳ ବ୍ୟବହାରରେ କାମ କରିବା ବା ଜିନିଷ ପ୍ରସ୍ତୁତ କରିବା, ଯୋଉ ଟେକ୍ନୋଲୋଜି କୁହାଯାଉଛି, ତାକୁ ଆପଣଙ୍କର ପ୍ରଯୁକ୍ତି ବିଦ୍ୟା ବୋଲି କୁହାଯାଉଛି। ସମ୍ବଳର ପ୍ରକାର ଭେଦ, ସମ୍ବଳକୁ 3 ଭାଗରେ ଭାଗ କରାଯାଇଛି: ପ୍ରାକୃତିକ, ମାନବକୃତ, ମାନବ ଶ୍ରେଣୀଭୁକ୍ତ। 3 ପ୍ରକାର। ପ୍ରକୃତି ତିଆରି କରିଛି, ମଣିଷ ତିଆରି କରିଛି ଏବଂ ମଣିଷ ଶ୍ରେଣୀଭୁକ୍ତ। 3 ପ୍ରକାର କହିଲା। ଦେଖିବା ପ୍ରାକୃତିକ ସମ୍ବଳ ତେବେ କଣ? ନା ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନ ଦ୍ୱାରା ବ୍ୟବହାର ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ। ତ ଫ୍ରେଣ୍ଡସ୍, ଏଇଠି ଆପଣମାନଙ୍କ ପାଖରୁ ମୋର ଗୋଟେ କଥା ଜାଣିବାର ଅଛି। ଆପଣମାନଙ୍କ ପାଇଁ ଜିଓଗ୍ରାଫି ଆଣ୍ଡ ହିଷ୍ଟ୍ରିରେ ମୁଁ ଏଇ ଟାଇପରେ ଥିଓରି ଆଣିବି ନା ଓନ୍ଲି MCQ ଆଣିବି, ଆପଣମାନେ ମୋତେ କମେଣ୍ଟ କରି ଜଣେଇବେ। ଯଦି ଆପଣମାନେ ଚାହୁଁଛନ୍ତି ଯେ ଏଇ ଟାଇପର ଥିଓରି ମୁଁ ଆପଣମାନଙ୍କ ପାଇଁ ଆଣେ ଏଣ୍ଡ ଥିଓରି ରିଲେଟେଡ MCQ ତାପରେ ମୁଁ ଆପଣମାନଙ୍କ ପାଇଁ ଆଣେ କିମ୍ବା ଏଇ ଭିଡିଓରେ ନେଇକି ଆସେ, ତ କମେଣ୍ଟ କରିବେ। ଯଦି ଆପଣମାନେ ଚାହୁଁଛନ୍ତି ନା ଥିଓରି ନେସେସରି ନାହିଁ, ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିରେ ମୁଁ କେବଳ MCQ ଆଣେ, ତାହେଲେ ମଧ୍ୟ ଆପଣମାନେ ମୋତେ କମେଣ୍ଟ କରି ଜଣେଇବେ। ତ ପ୍ରାକୃତିକ ପରିବେଶରୁ ମିଳୁଥିବା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନ ଦ୍ୱାରା ବ୍ୟବହାର ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ। ବାୟୁ, ସୂର୍ଯ୍ୟରଶ୍ମି, ଜଳ, ମୃତ୍ତିକା, ଖଣିଜ ପଦାର୍ଥ ଆଦି ପ୍ରାକୃତିକ ସମ୍ପଦ। ତ ପ୍ରାକୃତିକ ସମ୍ପଦର ଉଦାହରଣ ଗୁଡିକ ଦେଖିଲେ। ପ୍ରାକୃତିକ ସମ୍ପଦକୁ ବ୍ୟବହାର ଉପଯୋଗୀ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ଓ ତ ଫ୍ରେଣ୍ଡସ୍, ଆପଣଙ୍କର ପ୍ରାକୃତିକ ସମ୍ପଦକୁ ବ୍ୟବହାର ଉପଯୋଗୀ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ପଡିଥାଏ। ପ୍ରାକୃତିକ ସମ୍ପଦକୁ ବିଭିନ୍ନ ଭାଗରେ ଭାଗ କରାଯାଇଛି। ଆମେ ପ୍ରଥମେ ତ ଏଠି ପଢିଲେ ସମ୍ବଳକୁ 3 ଭାଗରେ ଭାଗ କରାହେଇଛି, ପୁଣି ପ୍ରାକୃତିକ ସମ୍ବଳକୁ 4 ଭାଗରେ ଭାଗ କରାହେଇଛି। ବିକାଶ ତଥା ବ୍ୟବହାର ଦୃଷ୍ଟିରୁ 2 ଭାଗରେ: ପ୍ରକୃତ ସମ୍ବଳ, ପ୍ରଚ୍ଛନ୍ନ ସମ୍ବଳ। ପ୍ରକୃତ ସମ୍ବଳ କାହାକୁ କହନ୍ତି? ପ୍ରଚ୍ଛନ୍ନ ସମ୍ବଳ କାହାକୁ କହନ୍ତି? ଯେଉଁ ସମ୍ବଳ ଗୁଡିକର ପରିମାଣ ଆପଣ ଜାଣିପାରୁଛନ୍ତି ତାକୁ ପ୍ରକୃତ ସମ୍ବଳ କୁହାଯାଏ। ଯେମିତିକି ଖଣିଜ ଦ୍ରବ୍ୟ, ଉର୍ବର ମୃତ୍ତିକା, ଏଗୁଡିକ ହଉଛି ପ୍ରକୃତ ସମ୍ବଳ। ବଟ୍ ପ୍ରଚ୍ଛନ୍ନ ସମ୍ବଳ କଣ? ନା ଯୋଉ ସମ୍ବଳର ପରିମାଣ ଆପଣ ଜାଣିପାରୁନାହାନ୍ତି ବା ସ୍ଥିର କରିପାରୁନାହାନ୍ତି। ଯେମିତିକି ସମୁଦ୍ର ଜଳରେ ଦ୍ରବୀଭୂତ ହେଇଥିବା ବିଭିନ୍ନ ଧାତବ ପଦାର୍ଥ, ଲାଦାଖ ଅଞ୍ଚଳରେ ଥିବା ୟୁରାନିୟମ, ଏଗୁଡିକର ଆପଣଙ୍କର ସଠିକ ପରିମାଣ କେତେ ଜଣା ପଡିନାହିଁ, ତାକୁ ପ୍ରଚ୍ଛନ୍ନ ସମ୍ବଳ କହନ୍ତି। କିନ୍ତୁ ଯେଉଁ ସମ୍ବଳର ଆପଣ ପ୍ରକୃତ ପରିମାଣ ଜାଣିପାରୁଛନ୍ତି ତାକୁ ପ୍ରକୃତ ସମ୍ବଳ ବୋଲି କହନ୍ତି। ଉତ୍ପତ୍ତି ଦୃଷ୍ଟିରୁ ଅଜୈବ ସମ୍ବଳ, ଜୈବ ସମ୍ବଳ। ଅଜୈବ ସମ୍ବଳ ଫ୍ରେଣ୍ଡସ୍ କଣ? ନା ନିର୍ଜୀବ ଉପାଦାନ ଗୁଡିକ ଅଜୈବ ସମ୍ବଳର ଅନ୍ତର୍ଗତ। ଶିଳା, ମୃତ୍ତିକା, ଖଣିଜ ଦ୍ରବ୍ୟ, ଜଳ ଓ ବାୟୁ ଏଗୁଡିକ ଅଜୈବ ସମ୍ବଳ। ଏଣ୍ଡ ଜୈବ, ଆପଣ ନିଜେ ବୁଝିପାରୁଥିବେ ତା ନାଁରୁ, ଅଜୈବ, ଜୀବ ନୁହେଁ। ଜୈବ ମାନେ ଜୀବ, ଏଠି ବୁଝିଗଲେ। ଅଜୈବ ମାନେ ଜୀବ ନୁହେଁ, ଯାହାର ଜୀବନ ନାହିଁ, ନିର୍ଜୀବ। ଶିଳ୍ପ, ମୃତ୍ତିକା, ଖଣିଜ ଦ୍ରବ୍ୟ, ଜଳବାୟୁ। ଏଣ୍ଡ ଜୈବ ତା ମାନେ ଏଟା ଜୀବ ହେଇଥିବ ନିହାତି। ତାହେଲେ ଜୈବ ସମ୍ବଳ ସମସ୍ତ ପ୍ରାଣୀ ଓ ଉଦ୍ଭିଦକୁ ଜୈବ ସମ୍ବଳ ବୋଲି କୁହାଯାଏ। ବନ୍ୟଜନ୍ତୁ, ପଶୁପକ୍ଷୀ, ମତ୍ସ୍ୟ, ଅରଣ୍ୟ, ମାନବ ଏହି ସମ୍ବଳର ଅନ୍ତର୍ଗତ। ଏଣ୍ଡ ଭରଣା ଦୃଷ୍ଟିରୁ ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ। ନବୀକରଣ, ନବୀକରଣ ମାନେ ନୂଆ, ନୂଆ କରି ହେଉଥିବା ଯୋଗ୍ୟ। ଯେଉଁ ସମ୍ବଳ ଗୁଡିକ ବ୍ୟବହାର ପରେ ଶୀଘ୍ର ତାର ଭରଣା ବା ପୁନର୍ବାର ପୂରଣ ହେଇପାରେ ତାହାକୁ ନବୀକରଣ ଯୋଗ୍ୟ କହନ୍ତି। ନବୀକରଣ, ନୂଆ ଭାବରେ ଯୋଗ୍ୟ।
ତ ସେଟା ସୌରଶକ୍ତି, ପବନ ଶକ୍ତି, ଜଳ, ଭୂମି ଏଗୁଡିକ ଆପଣ ୟୁଜ କଲେ ମଧ୍ୟ ତାକୁ ଶୀଘ୍ର ପୁଣି ପୁନର୍ବାର ତାର ଭରଣା କରିହେଉଛି। ତାକୁ ନବୀକରଣ ଯୋଗ୍ୟ କୁହାଯାଏ। ତ ଆପଣଙ୍କର ନବୀକରଣ ଅଯୋଗ୍ୟ କୋଉଟା? ନା ଯେଉଁ ସମ୍ବଳ ଗୁଡିକ ବ୍ୟବହାର ଫଳରେ ଏଇ ପରିମାଣ ଯୋଉ ଆପଣ ହ୍ରାସ କଲେ, ବ୍ୟବହାର କଲେ, ପୁନର୍ବାର ଭରଣା ପାଇଁ ହଜାର ହଜାର ବର୍ଷ ଲାଗେ, ତାକୁ ନବୀକରଣ ଅଯୋଗ୍ୟ କୁହାଯାଏ। କୋଇଲା, ଖଣିଜ ତୈଳ, ପ୍ରାକୃତିକ ଗ୍ୟାସ ଏଗୁଡିକ ନବୀକରଣ ଅଯୋଗ୍ୟ। ସର୍ବବ୍ୟାପୀ ସମ୍ବଳ, ସ୍ଥାନୀୟ ସମ୍ବଳ। ଯେଉଁ ସମ୍ବଳ ଭୂପୃଷ୍ଠର ସବୁ ସ୍ଥାନରେ ମିଳିଥାଏ ତାହାକୁ ସର୍ବବ୍ୟାପୀ ସମ୍ବଳ କୁହାଯାଏ। ଭୂପୃଷ୍ଠର ସବୁଆଡେ ବ୍ୟାପ୍ତ ହେଇକି ରହିଛି କିଏ? ବାୟୁ, ଜଳ, ଭୂମି, ମାନବ। ଏଣ୍ଡ ସ୍ଥାନୀୟ ସମ୍ବଳ, ଯେଉଁ ସମ୍ବଳ ଗୁଡିକ ନିର୍ଦ୍ଦିଷ୍ଟ ସ୍ଥାନ ମାନଙ୍କରେ ମିଳିଥାଏ ତାକୁ ସ୍ଥାନୀୟ ସମ୍ବଳ କୁହାଯାଏ। ଖଣିଜ ସମ୍ପଦ, ଖଣିଜ ତୈଳ, ପ୍ରାକୃତିକ ଗ୍ୟାସ। ଆପଣ ଆପଣଙ୍କ ଏରିଆରେ ବାୟୁ, ଜଳ, ଭୂମି, ମାନବ ପାଇବେ, କିନ୍ତୁ ଯୋଉଠି ଖୋଳି ପକେଇବେ ସେଇଠି କଣ ଆପଣ ଖଣିଜ ସମ୍ପଦ ପାଇଯିବେ? ନା ଯୋଉଠି ଖୋଳି ପକେଇବେ ଆପଣ ଖଣିଜ ତୈଳ ପାଇଯିବେ? ତ ସେଟା ହଉଛି ଆପଣଙ୍କର ସ୍ଥାନୀୟ ସମ୍ବଳରେ ଯିବ। ତ ପ୍ରକୃତ ସମ୍ବଳ, ଯେଉଁ ସମ୍ବଳ ଗୁଡିକର ପରିମାଣ, ଏଟା ତ ମୁଁ ଏବେ କହିଲି, ପ୍ରକୃତ ପ୍ରଚ୍ଛନ୍ନ ଏବେ ବୁଝେଇକି ଗଲି। ପ୍ରକୃତ ପ୍ରଚ୍ଛନ୍ନ ବୁଝେଇଲି, ଆପଣଙ୍କର ଅଜୈବ ବୁଝେଇଲି, ଜୈବ ବି ବୁଝେଇଲି। ଯଦି ଆପଣ ମାନେ ଦେଖିବେ ଦେଖି ନିଅନ୍ତୁ, ଏଗୁଡିକ ତ ବୁଝେଇକି ଗଲି ଏବେ। ନବୀକରଣ ସମ୍ବଳ, ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ ବୁଝେଇଲି। ଏଇଠି ଗୋଟେ କ୍ୱେଶ୍ଚେନ ମନେ ରଖନ୍ତୁ, ପବନ କଳ ଦ୍ୱାରା ଶକ୍ତି ଉତ୍ପାଦନ କରିବାରେ ନେଦରଲ୍ୟାଣ୍ଡ ଏକ ଅଗ୍ରଣୀ ଦେଶ। ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ, ସର୍ବବ୍ୟାପୀ, ସ୍ଥାନୀୟ ସବୁ ବୁଝେଇକି ଗଲି। ଏବେ ଆସିବା ଆମେ ମାନବ କୃତ ସମ୍ବଳ। ମାନବ କୃତ, କୃତ କଣ? କରିଛି, ମଣିଷ ଯୋଉ ସମ୍ବଳ ତିଆରି କରିଛି। ମନୁଷ୍ୟ ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ଯେଉଁ ସମ୍ବଳ ସୃଷ୍ଟି କରିଥାଏ ତାହାକୁ ମାନବକୃତ ସମ୍ବଳ ବୋଲି କୁହାଯାଏ। ମଣିଷ ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ନିଜେ ଯେଉଁ ସମ୍ବଳ ସୃଷ୍ଟି କରିଛି, ଅଟ୍ଟାଳିକା ମାନେ ଯୋଉ ବିଲ୍ଡିଂ ଗୁଡିକ, ସେତୁ, ରାସ୍ତାଘାଟ, ଯନ୍ତ୍ରପାତି, ଯାନବାହନ, କଳକାରଖାନା ଏଗୁଡିକ ମନୁଷ୍ୟକୃତ ସମ୍ବଳ। ମାନବ ସମ୍ବଳରେ ମନୁଷ୍ୟକୁ ମାନବ ସମ୍ବଳ କୁହାଯାଏ। ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ଉଭୟ ପ୍ରାକୃତିକ ଓ ମାନବକୃତ ସମ୍ବଳକୁ ବିଭିନ୍ନ ଉପାୟରେ ଉପଯୋଗ କରିପାରୁଛି। ମାନବ ସମ୍ବଳ କହିଲେ ଜନସଂଖ୍ୟା ତଥା ଲୋକମାନଙ୍କ ଶାରୀରିକ ଓ ମାନସିକ ଦକ୍ଷତାକୁ ବୁଝାଏ। ମାନବ ସମ୍ବଳ କହିଲେ ଜନସଂଖ୍ୟା ତଥା ଲୋକମାନଙ୍କ ଶାରୀରିକ ଓ ମାନସିକ ଦକ୍ଷତାକୁ ବୁଝାଏ। ମାନବ ସମ୍ବଳ ପ୍ରଗତିରେ ଦେଶର ଅର୍ଥନୈତିକ ଉନ୍ନତି ସମ୍ଭବପର ହୋଇଥାଏ। ଯେଉଁ ଦେଶର ମାନବ ସମ୍ବଳ ଯେତେ ଉନ୍ନତ, ସେ ଦେଶ ସେତେ ସମୃଦ୍ଧଶାଳୀ ହୋଇଥାଏ। ଏଇଟା ଗଲା ମାନବ ସମ୍ବଳ କଥା। ସମ୍ବଳର ସଂରକ୍ଷଣ, ସମ୍ବଳର ସଯତ୍ନ, ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ଆପଣ ସମ୍ବଳ ଯେ ୟୁଜ କରୁଛନ୍ତି ଯତ୍ନ ସହକାରେ ୟୁଜ କରିବେ। ସମ୍ବଳକୁ ଯେତେବେଳେ ଆପଣ ଧରନ୍ତୁ ୟୁଜ କରୁଛନ୍ତି, ଆପଣ ତାକୁ ବିନିଯୋଗ ଯେମିତି କରିବେ, ତାକୁ ଜମା ବି ଆପଣ ଦୁରୁପଯୋଗ କରିବେ ନାହିଁ, ତାର ସଦୁପଯୋଗ ସବୁବେଳେ କରିବେ। କିପରି ତାର ନବୀକରଣ ହେଇପାରିବ ସେଥିପାଇଁ ଆପଣ ଚେଷ୍ଟା କରିବେ। ୟାକୁ ସମ୍ବଳ ସଂରକ୍ଷଣ କୁହାଯାଏ। ସମ୍ବଳ ସଂରକ୍ଷଣ ନହେଲେ ନବୀକରଣ ଯୋଗ୍ୟ ସମ୍ବଳ ଏବଂ ନବୀକରଣ ଅଯୋଗ୍ୟ ସମ୍ବଳ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ ହେଇଯିବ। ମଣିଷ ହିଁ ସବୁ କିଛି କରିପାରିବ। ମାନବ ସମ୍ବଳ ସବୁଠାରୁ ବଡ ସମ୍ବଳ। ସିଏ ଚାହିଁଲେ ସବୁ କିଛି ହେଇପାରିବ। ଯଦି ସିଏ ସମ୍ବଳର ଦୁରୁପଯୋଗ କରିବ, ତାହେଲେ ନବୀକରଣ ଯୋଗ୍ୟ ସମ୍ବଳ ହେଇଥାଉ, ନବୀକରଣ ଅଯୋଗ୍ୟ ସମ୍ବଳ ହେଇଥାଉ, ସବୁ ପୃଥିବୀ ପୃଷ୍ଠରୁ ଦିନେ ନିଶ୍ଚିହ୍ନ ହେଇଯିବ। ତ ସମ୍ବଳ ସଂରକ୍ଷଣ ବିଭିନ୍ନ ଉପାୟରେ କରାଯାଏ। ବ୍ୟବହାର ହ୍ରାସ, ପୁନଃଚକ୍ରୀକରଣ, ପୁନଃ ବ୍ୟବହାର। ସମ୍ବଳ ବିନିଯୋଗର ଆବଶ୍ୟକତା ତଥା ଆଗାମୀ ପିଢି ପାଇଁ
ସେଗୁଡ଼ିକର ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଧାରଣୀୟ ବିକାଶ କୁହାଯାଏ। ଏବେ ଆପଣ ପେଟ୍ରୋଲ, ଗ୍ୟାସ, ଡିଜେଲ ସବୁ ଯେତେ ପାରୁଛନ୍ତି ୟୁଜ କରୁଛନ୍ତି, କିନ୍ତୁ ଯଦି ଆମେ ଆଗାମୀ ପିଢି କଥା ଚିନ୍ତା କରିବା, ଯେତିକି ଆବଶ୍ୟକ ସେତିକି ବ୍ୟବହାର କରିବା, ତାହା ହେଉଛି ଧାରଣୀୟ ବିକାଶ। ତ ସମ୍ବଳ ଯୋଉ ଦେଖନ୍ତୁ, ଏଠି ଆମେ ଡିସ୍କସନ କରିକି ଯାଇଥିଲେ, ପ୍ରଥମେ ମୂଲ୍ୟ, ଅମୂଲ୍ୟ, ପ୍ରାକୃତିକ, ମାନବକୃତ, ମାନବ। ଅମୂଲ୍ୟ ସମ୍ବଳ, ମୂଲ୍ୟ ସମ୍ବଳ, ମୂଲ୍ୟବାନ ସମ୍ବଳ, ମୂଲ୍ୟବାନଟା ଆମେ ଡିସ୍କସନ କରିଥିଲେନି, ଯୋଉ ମାର ସ୍ନେହ, ଏଟା ମୂଲ୍ୟବାନ ସମ୍ବଳ ଭିତରେ ଯାଇଥିଲା। ତ ସେଟା ହଉଛି ମୂଲ୍ୟବାନ ସମ୍ବଳ, ଅମୂଲ୍ୟବାନ ସମ୍ବଳ, ଏଣ୍ଡ ଆପଣଙ୍କର ପ୍ରାକୃତିକ, ମାନବକୃତ, ମାନବ। ତାପରେ ପ୍ରାକୃତିକ ସମ୍ବଳକୁ ପୁଣି ଭାଗ କରାହେଇଛି ଆପଣଙ୍କର 8 ପ୍ରକାରର। ଏଟାକୁ ଟିକେ ଆପଣ ମାନେ କପିରେ ଲେଖି ନିଅନ୍ତୁ କିମ୍ବା ସ୍କ୍ରିନଶଟ କରି ନିଅନ୍ତୁ, ପରେ କପିରେ ଲେଖିନେବେ। ତ ଏବେ ଆମେ ଯିବା କ୍ୱେଶ୍ଚିନ ଡିସ୍କସନ କରିବା। କ୍ୱେଶ୍ଚିନ ଗୁଡିକ ଏବେ ସାଙ୍ଗେ ସାଙ୍ଗେ ଡିସ୍କସନ କରିଦେଲେ ଆପଣ ଏବେ ଯେହେତୁ ବୁଝିଗଲେ ତ ଭଲ ଭାବେ କରିପାରିବେ। ଦେଖିବା ଫ୍ରେଣ୍ଡସ୍, କେଉଁଟି ପ୍ରାଥମିକ ସମ୍ବଳ? ପ୍ରଥମେ ମାନବ, ଖଣିଜ, ଅରଣ୍ୟ, ମୃତ୍ତିକା। ମାନବ ହେଉଛି ପ୍ରାଥମିକ ସମ୍ବଳ। କୋଇଲା ଓ ପେଟ୍ରୋଲିୟମ ଡେସ୍ ଶିଳାରେ ଗଚ୍ଛିତ ଥାଏ। ଆଗ୍ନେୟ, ସ୍ତରୀଭୂତ, ରୂପାନ୍ତରିତ କୌଣସିଟି ନୁହେଁ। ତ ଆପଣଙ୍କର କୋଇଲା ଓ ପେଟ୍ରୋଲିୟମ ସ୍ତରୀଭୂତ ଶିଳାରେ ଗଚ୍ଛିତ ଥାଏ। ତାଳଚେର ଅଞ୍ଚଳର କୋଇଲା ଡେସ୍ ସମ୍ବଳର ଅନ୍ତର୍ଭୁକ୍ତ। ପ୍ରଚ୍ଛନ୍ନ, ବିକଶିତ, ପ୍ରକୃତ କୌଣସିଟି ନୁହେଁ। ତ ଆପଣଙ୍କର ବିକଶିତ ସମ୍ବଳ। କେଉଁଟି ଜୈବ ସମ୍ବଳ ଅନ୍ତର୍ଗତ? ଭୂମି, ଅରଣ୍ୟ, ଜଳ, ଖଣିଜ ଦ୍ରବ୍ୟ। ତ ଆପଣଙ୍କର ଜୈବ ସମ୍ବଳ ଯେହେତୁ କହୁଛି, ସେଟା ହେଇଯିବ ଆପଣଙ୍କର ଅରଣ୍ୟ। କେଉଁଟି ଅଜୈବ ସମ୍ବଳ ଅନ୍ତର୍ଗତ? ଅରଣ୍ୟ, ପ୍ରାଣୀ ଜଗତ, ମୃତ୍ତିକା, ପକ୍ଷୀ। ତ ଆପଣଙ୍କର ଅଜୈବ ସମ୍ବଳ ଅନ୍ତର୍ଗତ ଅରଣ୍ୟ, ମୃତ୍ତିକା, ପ୍ରାଣୀ ଜଗତ, ପକ୍ଷୀ। ତ ଆପଣଙ୍କର ମୃତ୍ତିକା ହେଇଯିବ ଆପଣଙ୍କର ଜୈବ ନୁହେଁ। କେଉଁଟି ନବୀକରଣ ଅଯୋଗ୍ୟ ସମ୍ବଳ? ଜଳ, ବାୟୁ, କୋଇଲା, ସୌର ଶକ୍ତି। ତ ଆପଣଙ୍କର ଜଳ, ବାୟୁ, ସୌର ଶକ୍ତି ଏଗୁଡିକ ନବୀକରଣ ଯୋଗ୍ୟ, କିନ୍ତୁ କୋଇଲା, ପେଟ୍ରୋଲ ଏସବୁ ହଜାର ବର୍ଷ ପୁଣି ପ୍ରିପାରେସନ ହବା ପାଇଁ ଟାଇମ ଲାଗେ। ତ ଏଇଟା ହଉଛି ନବୀକରଣ ଅଯୋଗ୍ୟ ସମ୍ବଳ। କେଉଁଟି ନବୀକରଣ ଯୋଗ୍ୟ ସମ୍ବଳ? ମୃତ୍ତିକା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, କୋଇଲା। ତ ଆପଣଙ୍କର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, କୋଇଲା ହେଉଛି ନବୀକରଣ ଅଯୋଗ୍ୟ ସମ୍ବଳ। ମୃତ୍ତିକା ହେଉଛି ନବୀକରଣ ଯୋଗ୍ୟ। କେଉଁଟି ଏକ ସର୍ବବ୍ୟାପୀ ସମ୍ବଳ? ତମ୍ବା, କୋଇଲା, ମୃତ୍ତିକା, ଲୁହା। ତ ମୃତ୍ତିକା ହେଉଛି ଏକ ସର୍ବବ୍ୟାପୀ ସମ୍ବଳ, ଯୋଉଠି ସର୍ବତ୍ର ବ୍ୟାପ୍ତ, ସବୁଆଡେ ବ୍ୟାପିକି ରହିଛି। ନିମ୍ନୋକ୍ତ କେଉଁଟି ସର୍ବବ୍ୟାପୀ ସମ୍ବଳ ନୁହେଁ? ସବୁଆଡେ ଦେଖାଯାଏ ନାହିଁ। ଜଳ, ଭୂମି, ମାନବ ସମ୍ବଳ ଏଗୁଡିକ ସର୍ବବ୍ୟାପୀ ସମ୍ବଳ, ବଟ୍ ଖଣିଜ ସମ୍ବଳ ସର୍ବବ୍ୟାପୀ ସମ୍ବଳ ନୁହେଁ। କେଉଁଟି ସ୍ଥାନୀୟ ସମ୍ବଳର ଅନ୍ତର୍ଗତ? ମୃତ୍ତିକା, ଖଣିଜ ତୈଳ, ବାୟୁ, ଜଳ। ତ ଫ୍ରେଣ୍ଡସ୍, ଆପଣଙ୍କର ମୃତ୍ତିକା, ବାୟୁ ଓ ଜଳ ସର୍ବବ୍ୟାପୀ ସମ୍ବଳ, ବଟ୍ ଖଣିଜ ତୈଳ ସ୍ଥାନୀୟ ସମ୍ବଳର ଅନ୍ତର୍ଗତ। କେଉଁଟି ଏକ ମାନବକୃତ ସମ୍ବଳ? ଝରଣା ଜଳ, ଶିଳା, ମୃତ୍ତିକା, କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ଔଷଧ। ତ କୃତ ମାନେ କରିବା, ମଣିଷ କରିଛି, ମାନବ କରିଛି, ମଣିଷ କରିଛି। ଆପଣଙ୍କର କୋଉଟା? ଝରଣା ଜଳ, ଶିଳା, ମୃତ୍ତିକା ପ୍ରାକୃତିକ ସମ୍ବଳ, କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ଔଷଧ ଏଇଟା ମଣିଷ ତିଆରି କରିଛି। କେଉଁଟି ପ୍ରାକୃତିକ ସମ୍ବଳ ଅନ୍ତର୍ଗତ? ପବନ, ପ୍ରଯୁକ୍ତିବିଦ୍ୟା, କଳକାରଖାନା, କଲମ। ତ ଆପଣଙ୍କର ପବନ ହେଉଛି ପ୍ରାକୃତିକ ସମ୍ବଳ। କେଉଁଟି ପ୍ରକୃତ ସମ୍ବଳ ଅନ୍ତର୍ଗତ ନୁହେଁ? ଉର୍ବର ମୃତ୍ତିକା, ଧାତବ ଖଣିଜ ଦ୍ରବ୍ୟ, କୋଇଲା, ଲାଦାଖର ୟୁରାନିୟମ।
ତ ଆପଣ ଯାହାର ପ୍ରକୃତ ମାପ ପ୍ରକୃତ ମେଜରମେଣ୍ଟ କରିପାରୁଛନ୍ତି ସେଟା ପ୍ରକୃତ ସମ୍ବଳ, ଯୋଉଟାର ଆପଣ ଅନୁମାନ ଲଗେଇ ପାରୁନାହାନ୍ତି ସେଟା ପ୍ରଚ୍ଛନ୍ନ ସମ୍ବଳ। ତ ଆପଣଙ୍କର ପ୍ରକୃତ ସମ୍ବଳ ଅନ୍ତର୍ଗତ ନୁହେଁ ମାନେ ପ୍ରଚ୍ଛନ୍ନ ସମ୍ବଳ ହେଇଥିବ। ତ ଉର୍ବର ମୃତ୍ତିକା, ଧାତବ ଖଣିଜ ଦ୍ରବ୍ୟ, କୋଇଲା ଏଗୁଡିକ ପ୍ରକୃତ ସମ୍ବଳ। ଲାଦାଖର ୟୁରାନିୟମ ଏଇଟା ହଉଛି ପ୍ରଚ୍ଛନ୍ନ ସମ୍ବଳ। ସମୁଦ୍ର ଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ କେଉଁ ସମ୍ବଳ ଅନ୍ତର୍ଗତ? ପ୍ରଚ୍ଛନ୍ନ ସମ୍ବଳ, ପ୍ରକୃତ ସମ୍ବଳ, ସର୍ବବ୍ୟାପୀ ସମ୍ବଳ, ବିକଶିତ ସମ୍ବଳ। ତ ଫ୍ରେଣ୍ଡସ୍ ଆପଣଙ୍କର ସମୁଦ୍ର ଜଳରେ ଦ୍ରବୀଭୂତ ମୂଲ୍ୟବାନ ଧାତୁ ପ୍ରଚ୍ଛନ୍ନ ସମ୍ବଳ। କେଉଁ ସମ୍ବଳ ଭୂପୃଷ୍ଠର ସବୁଠାରେ ମିଳିଥାଏ? ପ୍ରକୃତ ସମ୍ବଳ, ବିକଶିତ ସମ୍ବଳ, ସର୍ବବ୍ୟାପୀ ସମ୍ବଳ, ପ୍ରଚ୍ଛନ୍ନ ସମ୍ବଳ। ତ ଫ୍ରେଣ୍ଡସ୍ ଆପଣଙ୍କର ସର୍ବବ୍ୟାପୀ ସମ୍ବଳ ଭୂପୃଷ୍ଠର ସବୁଠାରେ ମିଳିଥାଏ। କେଉଁଟି ଏକ ଦ୍ରବ୍ୟକୁ ସମ୍ବଳରେ ପରିଣତ କରିବା ପାଇଁ ସହାୟକ ହୁଏ ନାହିଁ? ଦ୍ରବ୍ୟକୁ ସମ୍ବଳରେ ପରିଣତ କରିବା ପାଇଁ ପରିକଳ୍ପନା, ଉପଯୋଗିତା, ପ୍ରୟୋଜନୀୟତା ଏଗୁଡିକ ସମ୍ବଳରେ ପରିଣତ କରିବା ପାଇଁ ସହାୟକ ପ୍ରତିଯୋଗିତା ଏଟା ହୁଏ ନାହିଁ। କେଉଁ ସମ୍ବଳ ଗୁଡିକର ପରିମାଣ ଓ ମାନ ଜଣାପଡେ? ପ୍ରଚ୍ଛନ୍ନ ସମ୍ବଳ, ପ୍ରକୃତ ସମ୍ବଳ, ପ୍ରାକୃତିକ ସମ୍ବଳ, ମାନବ ସମ୍ବଳ। ପ୍ରକୃତ ସମ୍ବଳର ପରିମାଣ ଆପଣ ଜାଣିପାରନ୍ତି। ନଗରକୋଏଲ କେଉଁ ରାଜ୍ୟରେ ଅବସ୍ଥିତ? ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ। ତ ଆପଣଙ୍କର ନଗରକୋଏଲ ତାମିଲନାଡୁ ରାଜ୍ୟରେ ଅବସ୍ଥିତ। ବିକାଶ ତଥା ବ୍ୟବହାର ଦୃଷ୍ଟିରୁ ସମ୍ବଳକୁ କେତେ ଭାଗରେ ବିଭକ୍ତ କରାଯାଇଛି? 1, 2, 3, 4। ତ ଆପଣଙ୍କର 2 ଭାଗରେ ଭାଗ କରାଯାଇଛି ବିକାଶ ତଥା ବ୍ୟବହାର ଦୃଷ୍ଟିରୁ। ଆମ ଦେଶର କେଉଁ ସମୁଦ୍ର ଉପକୂଳରେ ପବନ କଳ ସାହାଯ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଉଛି? ଗୁଜରାଟ ଉପକୂଳ, ଦୀଘା ଉପକୂଳ, ଓଡିଶା ଉପକୂଳ, ଗୋଆ ଉପକୂଳ। ଗୁଜରାଟ ଉପକୂଳରେ। କେଉଁ ସମ୍ବଳର ସଠିକ ପରିମାଣ ଜଣା ନାହିଁ ଏବଂ ଏବେ ସୁଦ୍ଧା ବ୍ୟବହାରରେ ଲାଗିନାହିଁ? ପ୍ରାକୃତିକ ସମ୍ବଳ, ସର୍ବବ୍ୟାପୀ ସମ୍ବଳ, ପ୍ରଚ୍ଛନ୍ନ ସମ୍ବଳ, ବିକଶିତ ସମ୍ବଳ। ତାକୁ ଆମେ ପ୍ରଚ୍ଛନ୍ନ ସମ୍ବଳ ବୋଲି କହିବା। କେଉଁଟି ଗୁରୁତ୍ୱପୂର୍ଣ୍ଣ ସମ୍ବଳ ଅଟେ? ବିକଶିତ ସମ୍ବଳ, ପ୍ରକୃତ ସମ୍ବଳ, ମାନବ ସମ୍ବଳ, ପ୍ରଚ୍ଛନ୍ନ ସମ୍ବଳ। ତ ଫ୍ରେଣ୍ଡସ୍ ଆପଣଙ୍କର ମାନବ ସମ୍ବଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ। ସମ୍ବଳର ସଯତ୍ନ ବିନିଯୋଗ ତଥା ନବୀକରଣ ପାଇଁ ଯଥେଷ୍ଟ ସମୟ ଦେବା ପ୍ରକ୍ରିୟାକୁ କଣ କୁହାଯାଏ? ସମ୍ବଳ ସଂରକ୍ଷଣ। ସଜୀବ ପଦାର୍ଥରୁ ସୃଷ୍ଟ ସମ୍ବଳ। ଜୈବ ସମ୍ବଳ, ଅଜୈବ ସମ୍ବଳ, ପ୍ରକୃତ ସମ୍ବଳ, ବିକଶିତ ସମ୍ବଳ। ତାହେଲେ ଆପଣଙ୍କର ଏଟା ଜୈବ ସମ୍ବଳ, ସଜୀବ ପଦାର୍ଥରୁ ସୃଷ୍ଟ ସମ୍ବଳ। ସୌନ୍ଦର୍ଯ୍ୟପୂର୍ଣ୍ଣ ଭୂମିରୂପ କେଉଁ ସମ୍ବଳର ଅନ୍ତର୍ଗତ? ପ୍ରଚ୍ଛନ୍ନ ସମ୍ବଳ, ଅମୂଲ୍ୟ ସମ୍ବଳ, ପ୍ରକୃତ ସମ୍ବଳ, ସର୍ବବ୍ୟାପୀ ସମ୍ବଳ। ସୌନ୍ଦର୍ଯ୍ୟପୂର୍ଣ୍ଣ ଭୂମିରୂପ ଅମୂଲ୍ୟ ସମ୍ବଳ। ତ ଫ୍ରେଣ୍ଡସ୍ ଏଠି ଆମେ ଥିଓରି ଆଣ୍ଡ ଡିସ୍କସନ କରିଦେଲେ। ଯଦି ଆପଣମାନଙ୍କୁ ଭଲ ଲାଗେ ଲାଇକ୍ ଆଣ୍ଡ କମେଣ୍ଟ କରିବାକୁ ଆଦୌ ବି ଭୁଲିବେ ନାହିଁ। ଚ୍ୟାନେଲରେ ନୂଆ ଥିଲେ ଯଦି ସବସ୍କ୍ରାଇବ କରୁଛନ୍ତି ମୋର ପ୍ରତ୍ୟେକ ଭିଡିଓ ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚିବ। ଆଜି ପାଇଁ ଏତିକି। ଟେକ୍ କେୟାର।